नमस्कार सांगमाने आसतु आज एक स्टोरी आलोचना करवा भाग्यर खेल भाग्यर लेखा ही मिलता है। गोटे गाँव में पार नामक जड़े गरीब विधवा रोते गोटे पुओ थिला। से एते गरीब थिले जे घरे चारोटी बासन नथिला। पिलाटी छोट थिला। पार बहुत स्नेहर तार नाम नरेंद्र रखिथिले। पार अन्य मानक घरे बासन सफा कर जीविका निर्वाह करुथिले। पारर दृढ़ विश्वास थिला जे नरेंद्र बड़ होई तांकर समस्त दुख दूर करिवो एवं तांकर वृद्धावस्था शांतिपूर्ण भाव कटिवो। एही आशारे से दिन राति परिश्रम करी पुओ को बड़ करुथिले। नरेंद्र छोट थिले किंतु बहुत बुद्धिमान थिले। तांकठारे संयमता एवं धैर्यर अभाव नथिला। गभीर भाव किछि जानिबाकू तांकर प्रबल आग्रह थिला। दिने से तांको माँ को पचारिले, माँ आमे एते गरीब काहेकि? माँ कहले, एसबू हेउछि ईश्वरଙ୍କ इच्छा पुत्र। दुखित सुर पार कहले, यह सब भाग्यर लेखा। किंतु नरेंद्र ए उत्तर में संतुष्ट नथिले एवं कहले, ईश्वरଙ୍କ एमिति इच्छा कौन पाए? पुआ, यह केवल भगवान ही जानती। जदि केवल भगवान जानती तेबे ठीक अच्छी। मु केवल भगवान को ही पचारिबी, आमे काहेकि एते गरीब? माँ मते कुह, भगवान को केउठु पाइबी? पार एमिति भी चिंतित रहुथिले। तेणु तांको कथारे थकी जाई से कहिथिले, से जंगल रे रुहंती, किंतु तुमे सेठाकु जीवा उचित नुहे। किंतु नरेंद्र सही मुहूर्तर निष्पत्ति नेइथिला जे से भगवान को खोजिबो एवं आमे एते गरीब काहेकि बोली पचारिबो। दिने से जंगल आड़े को गला एवं जंगल बहुत घन एवं भयभीत थिला। चलवा बेले नरेंद्र बहुत थकी जाइतिला, किंतु से भगवान को इच्छा को मध्य छाई मध्य देखिपारि नथिला। तेणु क्लांत होई से एक पत्थर उपरे बसिबाको लागिला जे भगवान एठारे केउंठी भी नाहांती। सर्वशेष रे आमे दारिद्र्य किपरि दूर होई पारिबो? ସେହି ସମୟରେ ସୌଭାଗ୍ୟବଶତଃ ମୃତ୍ୟୁ ଲୋକକୁ ଭ୍ରମଣ କରିବା ସମୟରେ ଭଗବାନ ଶିବ ଏବଂ ମାତା ପାର୍ବତୀ ସେଠାକୁ ଆସିକି ପହଞ୍ଚିଥିଲେ। ଯେତେବେଳେ ସେମାନେ ପିଲାଟି ସେଠାରେ ବସିଥିବାର ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଏହି ନିରୀହ ପିଲାଟି ଏହି ଘଞ୍ଚ ଦୁର୍ଗମ ଜଙ୍ଗଲରେ ବସି କ'ଣ କରୁଛି। ଭଗବାନ ଶିବ ପିଲାଟିକୁ ପଚାରିଲେ, ତୁମେ କିଏ ବାଳକ ଏବଂ ତୁମେ ଏହି ଜଙ୍ଗଲରେ ବସି କ'ଣ କରୁଛ? ପିଲାଟି କହିଲା, ମୁଁ ଭଗବାନଙ୍କୁ ଖୋଜୁଛି। ଭଗବାନଙ୍କୁ? ପାର୍ବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କିନ୍ତୁ କାହିଁକି? ଭଗବାନଙ୍କ ସହିତ ତୁମର କ'ଣ କାମ ଅଛି? ମୁଁ ତାଙ୍କୁ ପଚାରିବାକୁ ଚାହେଁ ଯେ ଆମେ ଏତେ ଗରିବ କାହିଁକି? କାହିଁକି ଅନ୍ୟମାନଙ୍କ ପରି ଆମକୁ ମଧ୍ୟ ଭାଗ୍ୟର ଆଶୀର୍ବାଦ ପ୍ରାପ୍ତ ହେଉନାହିଁ? ନରେନ୍ଦ୍ର ନିର୍ଭୟର ସହିତ ଉତ୍ତର ଦେଇଥିଲେ, ମାତା ପାର୍ବତୀ ଏବଂ ଭଗବାନ ଶିବ ସେହି ଶିଶୁର ସାହସ ଦେଖି ବହୁତ ଖୁସି ହେଲେ। ମାତା ପାର୍ବତୀ କରୁଣାର ଏକ ସାଗର ଅଟନ୍ତି। ତାଙ୍କୁ ସେହି ପିଲା ଉପରେ ବହୁତ ଦୟା ଆସିଲା ଏବଂ ସେ ଅନୁରୋଧ କରି କହିଲେ, ପ୍ରଭୁ ଏହି ଶିଶୁଟିର କିଛି କରନ୍ତୁ। ମହାଦେବ କହିଲେ, ଦେବୀ ପାର୍ବତୀ, ଆମେ କିଛି କରିପାରିବା ନାହିଁ, କାରଣ ତାଙ୍କ ଭାଗ୍ୟରେ ଏହା ହିଁ ଲେଖା ହୋଇଛି। ଭାଗ୍ୟଦେବୀଙ୍କ ଲେଖା ଅନୁଯାୟୀ ତାଙ୍କୁ ଏହିପରି ହିଁ ଜୀବନଯାପନ କରିବାକୁ ପଡ଼ିବ। ନା ନା ସ୍ୱାମୀ, ଆପଣଙ୍କୁ କିଛି କରିବାକୁ ପଡ଼ିବ। ମାତା ପାର୍ବତୀ ଜିଦି କରିବାକୁ ଲାଗିଲେ। ଭଗବାନ ଶିବ କହିଲେ, ଜିଦି କରନ୍ତୁ ନାହିଁ ପାର୍ବତୀ। ଯଦିଓ ଆମେ ତାଙ୍କୁ କିଛି ବି ଦେଇଦେବା, କିନ୍ତୁ ତାହା ତାଙ୍କ ପାଖରେ ରହିବ ନାହିଁ। ଯେଉଁପରି ଭାଗ୍ୟଦେବୀ ଚାହୁଁଛନ୍ତି ତାଙ୍କୁ ସେହିପରି ଜୀବନ ବଞ୍ଚିବାକୁ ଦିଅ। କିନ୍ତୁ ମାତା ପାର୍ବତୀ ଜିଦ୍ ଧରିବାକୁ ଲାଗିଲେ ଏବଂ କହିଲେ, ପ୍ରଭୁ ଆପଣଙ୍କୁ ଏ ଶିଶୁଟିର ଦରିଦ୍ର ଦୂର କରିବା ପାଇଁ ଆପଣଙ୍କୁ ଏ ଶିଶୁ ଉପରେ କୃପା କରିବାକୁ ହେବ। ମାତା ପାର୍ବତୀ ଜିଦି କରିବାରୁ ଭଗବାନ ଭୋଳାଶଙ୍କର ପିଲାଟିକୁ ଗୋଟିଏ ହୀରାର ହାର ଦେଇଥିଲେ। ହାର ପାଇବା ପରେ ନରେନ୍ଦ୍ର ବହୁତ ଖୁସି ହେଲା ଏବଂ ଖୁସିରେ ସେ ଘରକୁ ଯାଇଥିଲା। ମାତା ପାର୍ବତୀ ଏଥିରେ ସନ୍ତୁଷ୍ଟ ହୋଇଥିଲେ ଯେ ସେ ଜଣେ ନିରୀହ ଶିଶୁକୁ ସାହାଯ୍ୟ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ଦିନ ଖୁସିରେ ଅତିବାହିତ ହେବ। କିନ୍ତୁ ତ୍ରିଲୋକଦର୍ଶୀ ଭୋଳା ବାବା ଜାଣିଥିଲେ ଯେ ଏହି ହାରଟି ସେହି ବାଳକ ପାଖରେ ରହିବ ହିଁ ନାହିଁ। ଯିବାବେଳେ ନରେନ୍ଦ୍ର ହଠାତ୍ ତା ପେଟରେ ଯନ୍ତ୍ରଣା ଅନୁଭବ କଲା ଏବଂ ସେ ଶୌଚ କରିବା ପାଇଁ ଏପାଖ ସେପାଖ ଦେଖିବାକୁ ଆରମ୍ଭ କଲା। ସେ ଭଗବାନ ଶିବ ଦେଇଥିବା ହାରକୁ ଏକ ପଥର ଉପରେ ରଖି
ବୁଦା ପଛକୁ ଚାଲିଗଲା। ସେହି ସମୟରେ ଗୋଟିଏ ଚିଲ ପକ୍ଷୀ ଉଡ଼ି ଆସି ହାରଟିକୁ ନେଇ ଉଡ଼ିଗଲା। ଆରେ ମୋ ହାର ସବୁକିଛି ଭୁଲି ପିଲାଟି ଚିଲ ପଛରେ ଦୌଡ଼ିଲା। କିନ୍ତୁ ସେ କେତେ ସମୟ ପର୍ଯ୍ୟନ୍ତ ଚିଲକୁ ଗୋଡ଼ାଇ ପାରିବ? ସେ ପଥର ଉଠାଇ ଚିଲକୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲା, କିନ୍ତୁ ଚିଲ ଅଧିକ ଉଚ୍ଚତାରେ ଥିଲା। କିଛି ସମୟ ମଧ୍ୟରେ ଯେତେବେଳେ ଚିଲ ତା ଦୃଷ୍ଟିରୁ ଅଦୃଶ୍ୟ ହୋଇଗଲା, ସେତେବେଳେ ସେ ଅତ୍ୟନ୍ତ ଦୁଃଖିତ ହୋଇ କାନ୍ଦିବାକୁ ଲାଗିଲା। ଘରେ ପହଞ୍ଚିବା ପରେ ସେ ନିଜ ମାଆଙ୍କୁ ସବୁକିଛି କହିଥିଲା, କିନ୍ତୁ ପାର ତାଙ୍କୁ ଆଦୌ ବିଶ୍ୱାସ କରିନଥିଲେ। ହଁ, ତାଙ୍କ କଥା ଶୁଣିବା ପରେ ସେ ନିଶ୍ଚିତ ଭାବରେ ଟିକିଏ ଦୁଃଖିତ ହୋଇଥିଲେ, କିନ୍ତୁ ନରେନ୍ଦ୍ର ମାଆଙ୍କୁ ଦୁଃଖୀ ହୋଇ ଦେଖିବା ପରେ ନିରାଶ ହୋଇନଥିଲେ। ସେ ତାଙ୍କ ମନରେ ସ୍ଥିର କଲେ ଯେ ସେ ଆସନ୍ତାକାଲି ପୁନର୍ବାର ସେଠାକୁ ଯାଇ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ତାଙ୍କ ସବୁ କଥା କହିବେ। ନରେନ୍ଦ୍ରର ବିଶ୍ୱାସ ଥିଲା ଯେ ଭଗବାନ ଶିବ ନିଶ୍ଚିତ ଭାବରେ ସେ ଚତୁର ଚିଲକୁ ଦଣ୍ଡ ଦେବେ। ଭଗବାନ ଶିବ ପାର୍ବତୀଙ୍କୁ କହିଥିଲେ, ଦେବୀ ଦେଖ, ତାଙ୍କ ପାଖରେ ଗତକାଲିର ହାର ରହିଲା ନାହିଁ। ଗୋଟିଏ ଚିଲ ପକ୍ଷୀ ସେହି ହାରକୁ ନେଇଯାଇଛି ଏବଂ ଅନ୍ୟ ଗୋଟିଏ ହାର ପାଇବାକୁ ଇଚ୍ଛା ସହିତ ଏବଂ ସେହି ଚିଲକୁ ଦଣ୍ଡ ଦେବା ପାଇଁ ସେହି ବାଳକ ଆଜି ପୁଣି ଆସିଛି। ଦେବୀ ପାର୍ବତୀ ଶୁଣି ପୁଣି ଭଗବାନ ଶିବଙ୍କୁ ପ୍ରାର୍ଥନା କରି କହିଲେ, ଆପଣ ଚିଲକୁ ଦଣ୍ଡ ଦିଅନ୍ତୁ, ନହେଲେ ନାହିଁ, କିନ୍ତୁ ଏହି ବାଳକକୁ ସାହାଯ୍ୟ କରି ତାର ଦାରିଦ୍ର୍ୟ ଦୂର କରନ୍ତୁ। ଭୋଳାନାଥ କହିଲେ, ଦେବୀ ପାର୍ବତୀ, ବର୍ତ୍ତମାନ ମୁଁ କିଛି କରିପାରିବି ନାହିଁ। ଯଦି ତୁମେ ପୁଣି ଜିଦ୍ କର, ତେବେ ବ୍ରହ୍ମା ହିଁ ଏହି ପିଲାର କୌଣସି ପ୍ରକାର ସାହାଯ୍ୟ କରିପାରିବେ। ଏହା କହି ଭଗବାନ ଶିବ ବ୍ରହ୍ମାଙ୍କୁ ସମସ୍ତ କଥା କହିଲେ ଏବଂ ସେହି ବାଳକ କିଛି ସମୟ ସେଠି ସାହାଯ୍ୟ କରିବାକୁ ଅନୁରୋଧ କଲେ। ଯେତେବେଳେ ବ୍ରହ୍ମା ସେ ବାଳକକୁ ଗୋଟିଏ ହୀରା ମୁଦି ଦେଲେ, ବାଳକଟି ମୁଦିକୁ ନିଜ ପକେଟରେ ରଖି ଖୁସି ଖୁସି ନିଜ ଘରକୁ ଚାଲିଗଲା ଏବଂ ସେ ଭାବିଲା କି ମୁହୂର୍ତ୍ତେ ପାଇଁ ବି ମୁଦିକୁ ନିଜ ପାଖରୁ ଛାଡ଼ିବ ନାହିଁ। ଚାଲୁ ଚାଲୁ ହଠାତ୍ ତାକୁ ଶୋଷ ଲାଗିଲା। ସେ ପାଖରେ ଥିବା ପୋଖରୀ ପାଖରେ ପହଞ୍ଚିଲା। ଆଞ୍ଜୁଳା ଭରି ଭରି ପାଣି ପିଇବା ପାଇଁ ସେ ତଳକୁ ଝୁଙ୍କିଲା, ମାତ୍ର ମୁଦିଟି ପକେଟରୁ ଖସି ପାଣି ଭିତରେ ପଡ଼ିଗଲା ଏବଂ ସେ ଉଠାଇବା ପୂର୍ବରୁ ଏକ ମାଛ ମୁଦିକୁ ଗିଳିଦେଲା। ନରେନ୍ଦ୍ର ପୁଣି କାନ୍ଦି କାନ୍ଦି ଘରକୁ ଆସି ମାଆଙ୍କୁ ସବୁକିଛି କହିଲା। ପାର କହିଲେ, ପୁତ୍ର, ଯେତେ ପର୍ଯ୍ୟନ୍ତ ଭାଗ୍ୟରେ ନାହିଁ ସେତେ ପର୍ଯ୍ୟନ୍ତ କୌଣସି ଜିନିଷ ରହିବ ନାହିଁ। ମା ତାଙ୍କୁ ଆଶ୍ୱାସନା ଦେଇ କହିଲେ, ଯେତେବେଳେ ଭାଗ୍ୟ ଦେବତା ପ୍ରସନ୍ନ ହେବେ, ମାଟି ବି ସୁନା ହୋଇଯିବ, କିନ୍ତୁ ଏମିତି କାହାର ଦାନରେ ଆମର ଗରିବ ଦୂର ହେବ ନାହିଁ। ପୁଅକୁ ବୁଝାଇ ମା ତାଙ୍କ କାମରେ ବ୍ୟସ୍ତ ହୋଇଗଲେ, କିନ୍ତୁ ନରେନ୍ଦ୍ର ମଧ୍ୟ ପରାଜୟ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲା। ସେ ଆସନ୍ତାକାଲି ପୁଣି ଯିବ ବୋଲି ତା ମନରେ ନିଷ୍ପତ୍ତି ନେଇଥିଲା। ତୃତୀୟ ଦିନରେ ସେ ପୁଣି ସେହି ସ୍ଥାନକୁ ଯାଇଥିଲା। ଶିବ ଓ ପାର୍ବତୀ ତାଙ୍କ ସାହସ ଦେଖି ବହୁତ ଖୁସି ହୋଇଥିଲେ। ଏଥର ଭଗବାନ ଶିବ ବ୍ରହ୍ମାଙ୍କ ପାଖକୁ ଯାଇ ତାଙ୍କ ସହ କଥା ହୋଇଥିଲେ ଯେ ସେହି ବାଳକ ବହୁତ ସାହସୀ ଅଟେ, ସେହି ବାଳକର ସାହାଯ୍ୟ କରିବା ଉଚିତ। ତାପରେ ବ୍ରହ୍ମା ପରାମର୍ଶ ଦେଲେ ଯେ ଆମକୁ ଭଗବାନ ଶ୍ରୀ ହରିଙ୍କ ନିକଟକୁ ଯିବା ଉଚିତ, କେବଳ ସେ ଏହାର ସମାଧାନ ଉପାୟ କହିବେ। ତେଣୁ ସେ ଶ୍ରୀ ହରିଙ୍କ ପାଖକୁ ଯାଇ ସମସ୍ତ କଥା ବର୍ଣ୍ଣନା କରି କହିଲେ। ସମ୍ପୂର୍ଣ୍ଣ କଥା ଶୁଣିବା ପରେ ଭଗବାନ ବିଷ୍ଣୁ ନରେନ୍ଦ୍ରକୁ କିଛି ଧନ ଦେଇଥିଲେ। ଧନ ପାଇବା ପରେ ସେ ବହୁତ ଖୁସି ଥିଲା ଏବଂ ଏଥର ସେ କୌଣସି ସ୍ଥାନରେ ଅଟକି ନ ଯାଇ ସିଧା ନିଜ ଘରକୁ ଯିବାକୁ ସ୍ଥିର କଲେ, କାରଣ ସେ ଦୁଇଥର ଜିନିଷ ହରାଇଥିଲା। ଯେତେବେଳେ ସେ ଘରେ ପହଞ୍ଚିଲା, ମା ଘରେ ନଥିଲେ। ତେଣୁ ନରେନ୍ଦ୍ର ଧନକୁ ଏକ ଢାଳରେ ରଖି ଏକ କୋଣରେ ଲୁଚାଇ ତାଙ୍କ ମାଆଙ୍କୁ ଖୋଜିବାକୁ ବାହାରିଲା। ସେ ନିଜ ମନରେ ଭାବିବାକୁ ଲାଗିଲା ଯେ ବର୍ତ୍ତମାନ ତାଙ୍କ ମାଆକୁ କାହାର ଘରେ କାମ କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ସେ ମଧ୍ୟ ଧନୀ ହୋଇଛନ୍ତି। ଅନ୍ୟପକ୍ଷରେ ଚୋରମାନେ ତାଙ୍କ ଘର ପଛପଟରୁ ପ୍ରବେଶ କରି ଯାହା କିଛି ଜିନିଷ ଥିଲା ସେ ସବୁ ସେଠାରୁ ପଳାଇ ଯାଇଥିଲେ। ସେହି ଜିନିଷରେ ସେହି ଢାଳ ମଧ୍ୟ ଥିଲା ଯେଉଁଥିରେ ଧନ ରଖାଯାଇଥିଲା। ଯେତେବେଳେ ସେ ନିଜ ମାଆଙ୍କ ସହିତ ଫେରିଥିଲେ, ସେ ଦେଖିଲେ ଯେ ଧନ ନିଖୋଜ ଅଛି। କେବଳ ଏତିକି ନୁହେଁ, ଘରର ଅନ୍ୟାନ୍ୟ ଜିନିଷ ମଧ୍ୟ ନିଖୋଜ ଥିଲା। ତେବେ ତାଙ୍କ ମା ବହୁତ ରାଗିଗଲେ। ସେ କହିଲେ, କ'ଣ ପାଇଁ ମୋତେ ନୂଆ ନୂଆ କାହାଣୀ କହି ପାଗଳ କରୁଛୁ? ଦିନ ସାରା ଏଣେ ତେଣେ ବୁଲୁଛୁ ଏବଂ ସନ୍ଧ୍ୟାରେ ମାଡ଼ ମାରିବା ଭୟରେ କିଛି ନୂଆ କାହାଣୀ ଶୁଣାଇ ହସୁଛୁ। ମାଆଙ୍କ ଗାଳି ଶୁଣି ପିଲାଟା କାନ୍ଦିବାକୁ ଲାଗିଲା।
କିନ୍ତୁ ସେ କେବଳ ଏତିକି ଜାଣିଥିଲା ଯେ ସେ ଯାହା କହିଥିଲା ତାହା ସତ୍ୟ ହିଁ ଥିଲା। ଗାଳି ଶୁଣିବା ପରେ ପିଲାଟିର ସାହସ ଆହୁରି ବଢ଼ିଗଲା ଏବଂ ପରଦିନ ସେ ପୁଣି ସେହି ସ୍ଥାନରେ ଯାଇ ପହଞ୍ଚିଲା। ପ୍ରଭୁ ଭୋଳାଶଙ୍କର ଭାବିବାକୁ ଲାଗିଲେ ଯେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେବା ପରେ ମଧ୍ୟ ସେ ସାହସ ହରାଏ ନାହିଁ। ସେ ଏଥିରେ ବହୁତ ଖୁସି ହୋଇ ଭଗବାନ ଭାଗ୍ୟଦେବୀଙ୍କ ନିକଟକୁ ଯାଇ କହିଲେ, ଏଇ ବାଳକ ବହୁତ ସାହସୀ ଏବଂ ଧୈର୍ଯ୍ୟବାନ ଅଟେ। ଏପରି ବ୍ୟକ୍ତିତ୍ୱ ଭାଗ୍ୟ କେବେ ଖରାପ ହୋଇପାରିବ ନାହିଁ। ତାଙ୍କୁ ସାହାଯ୍ୟ କରି ତାଙ୍କର ଭାଗ୍ୟ ପରିବର୍ତ୍ତନ କରନ୍ତୁ। ଭଗବାନ ଶିବଙ୍କର ଆଦେଶ ପରେ ଭାଗ୍ୟଦେବୀ ନରେନ୍ଦ୍ରକୁ କିଛି ସ୍ୱର୍ଣ୍ଣର ମୁଦ୍ରା ଦେଇଥିଲେ। ସ୍ୱର୍ଣ୍ଣର ମୁଦ୍ରା ନେଇ ନରେନ୍ଦ୍ର ଖୁସିରେ ଘରକୁ ଯାଇଥିଲା। ଯେତେବେଳେ ସେହି ସ୍ୱର୍ଣ୍ଣ ମୁଦ୍ରା ତାଙ୍କ ମାଆଙ୍କୁ ଦେଖାଇଲେ, ତାଙ୍କ ମାଆ ବହୁତ ଖୁସି ହେଲେ। ବର୍ତ୍ତମାନ ଯେହେତୁ ତାଙ୍କ ଭାଗ୍ୟଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିଲା ତାଙ୍କର ସମସ୍ତ କାର୍ଯ୍ୟ ଠିକ୍ ଥିଲା। ପରଦିନ ଯେତେବେଳେ ଜଣେ ମାଛବାଲା ମାଛ ବିକ୍ରି କରିବାକୁ ଆସିଥିଲା, ବାଳକ ସେହି ମୁଦ୍ରା ନେଇ ମାଛ କିଣିଥିଲା। ଯେତେବେଳେ ତାଙ୍କ ମାଆ ମାଛକୁ କାଟିଲେ, ମାଛର ପେଟରୁ ସେହି ମୁଦି ବାହାରିଥିଲା ଯାହା ବ୍ରହ୍ମା ତାଙ୍କୁ ଦେଇଥିଲେ ଏବଂ ତା ପକେଟରୁ ପୋଖରୀ ଭିତରେ ଫସି ଯାଇଥିଲା। ମାଆ ମୁଦିକୁ ସୁରକ୍ଷିତ ଭାବରେ ରଖିଲେ ଏବଂ ନରେନ୍ଦ୍ରକୁ କହିଥିଲେ, ଯାଅ ପୁଅ, ଜଙ୍ଗଲରୁ କିଛି କାଠ ନେଇ ଆସ। ଆଜି ଘରେ ରୋଷେଇ ପାଇଁ ଜାଳ ନାହିଁ। ପିଲାଟି କୁରାଢ଼ୀ ନେଇ ଜଙ୍ଗଲ ଆଡ଼କୁ ଗଲା। ସେଠାକୁ ଯିବା ପରେ ସେ କାଠ କାଟିବା ପାଇଁ ଯେଉଁ ଗଛ ଉପରକୁ ଚଢ଼ିଲା, ସେହି ଗଛ ଉପରେ ସେହି ଚିଲର ବସା ଥିଲା ଯାହା ତାର ହାରକୁ ନେଇଯାଇଥିଲା। ପିଲାଟି ଲକ୍ଷ୍ୟ କଲା ଯେ ସେହି ଚିଲ ଆଖପାଖରେ କୋଉଠି ବି ନାହିଁ। ନରେନ୍ଦ୍ର ସେହି ହାରଟିକୁ ଧରିଲା ଏବଂ ଗଛ ଚାରିପାଖରେ ଯାହା ଛୋଟ ବଡ଼ କାଠ ଖଣ୍ଡ ପଡ଼ି ରହିଥିଲା ତାକୁ ନେଇ ସେ ଘରକୁ ଗଲା। ହାରଟି ପାଇ ମାଆ ବହୁତ ଖୁସି ହେଲେ। ବର୍ତ୍ତମାନ ଦେଖୁ ଦେଖୁ ତାଙ୍କର ସମୟ ମଧ୍ୟ ବଦଳିଗଲା। ଘରେ କୌଣସି ଜିନିଷର ଅଭାବ ରହିଲା ନାହିଁ। ତାପରେ ଭଗବାନ ଶଙ୍କର ଏପରି କିଛି କଲେ ଯେ ଯେଉଁ ଚୋରମାନେ ତାଙ୍କ ଘରୁ ଧନ ଚୋରି କରିଥିଲେ, ମହାଦେବ ସେମାନଙ୍କୁ ସ୍ୱପ୍ନରେ ଚେତାବନୀ ଦେଇଥିଲେ ଯେ ସେମାନେ ସେହି ବାଳକ ଘରୁ ଚୋରି କରିଥିବା ହୀରାକୁ ତୁରନ୍ତ ଫେରାଇ ଦିଅନ୍ତୁ, ନଚେତ୍ ସେମାନଙ୍କର ସର୍ବନାଶ ହେବ। ଚୋର ସେହିଦିନ ସେହି ସବୁଯାକ ଧନ ତାଙ୍କ ଘରକୁ ଫେରାଇ ଦେଇଥିଲା ଏବଂ ଭୁଲ ପାଇଁ କ୍ଷମା ମାଗିଥିଲା। ଏହିପରି ଭାବରେ ତାଙ୍କର ଭାଗ୍ୟ ଚମକି ଉଠିଲା। ବର୍ତ୍ତମାନ ତାଙ୍କ ଘରେ କୌଣସି ଜିନିଷର ଅଭାବ ନଥିଲା ଏବଂ ଦାରିଦ୍ର୍ୟ ସବୁଦିନ ପାଇଁ ଶେଷ ହୋଇଗଲା। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗୁଛି ତେବେ ନୂଆ ଭିଡ଼ିଓରେ